अरे किए तमे रूपसी ए निखंच कानन रे पुणी संध्या समय रे आलो तमे एठी एकुटिया करूछ कौन परा मो सखी सहचरी सांगरे धरी आसीथिली ए शिव मंदिर को पूजा अर्चना करिबा पाई। अच्छा हठात से पापी कवळरू आपण रक्षा करिथिबारु आपनको कोटि कोटि दंडवत। अरे नहीं तुम सेमिति कहनी यह तो मोर कर्तव्य मात्र मु मो कर्तव्य करिछि आउ किछि नुह हेले तमे किए तुमको तो ये कादम्बिनी अरण्य रे मु प्रथम थर पाई देखुछि आले कहि परिबो कि तुम परिचय मते ओ ताहेले सुनिबाकू चाहुछि मो आत्म परिचय। हाँ हाँ ताहेले श्रवण करंतु वीर मो सर्व परिचय। ठीक अछि ताहेले सुनंतु वीर परिचय सुना हे राजा कुमार अलियाल कन्या मुझे राजांकर रूपरे रूप सुंदरी पुनेर चांद परी कहूछि ठिकाना मोर परिचय सुन हे राजा कुमार परिचय सुन हे राजा कुमार अलियाल कन्या मुझे राजांकर रूपरे रूप सुंदरी पुनेर चांद परी कहूछि ठिकाना मोर कहूछि ठिकाना मोर सुन मो गिरा रूपरे रूप सुंदरी पुनेर चांद परी कहूछि ठिकाना मोर कहूछि ठिकाना मोर। आउ तापरे आग को कुह आलो 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 कौन देखुछ म आग को कुह आग को सुनिबा हाँ ए मुक्ता गड़े मो घर दिव्य सेन पियर अलियाल कन्या मु हटाई दे तांकर मुक्ता गड़े मो घर दिव्य सेन पियर अलियाल कन्या मु हटाई दे तांकर अर्चना नाम मोर अर्चना नाम मोर अर्चना नाम मोर रूपरे रूप सुंदरी पुनेर चांद परी कहूछि ठिकाना मोर रूपरे रूप सुंदरी पुनेर चांद परी कहूछि ठिकाना मोर सुन मोर गिरा रूपरे रूप सुंदरी पुनेर चांद परी अर्चना नाम मोर अर्चना नाम मोर।
ପରଦେଶୀ ବନ୍ଧୁ ଜାଣିଛ ନା ମୋ ନାମ ହେଉଛି ଅର୍ଚ୍ଚନା। ଅର୍ଚ୍ଚନା ହଁ ହଁ ଏଇ ପାଖ ରାଜ୍ୟ ଆମ ରାଜ୍ୟ ହେଉଛି ମୁକ୍ତାଗଡ଼ ରାଜ୍ୟ। ଆଉ ମୋ ପିତାଙ୍କ ନାମ ହେଉଛି ଦିବ୍ୟସେନ। ତାଙ୍କ ଅଳିଆଳ କନ୍ୟା ମୋ ନାମ ମୋର ଅର୍ଚ୍ଚନା। ଆଚ୍ଛା ନାଟା ତାହେଲେ ଅର୍ଚ୍ଚନା। ହଁ ପରା। ଆରେ ସତରେ ମ ହୁଁ, ତମ ନାମ ଯେମିତି ନା ହଁ। ତମ ରୂପ ମଧ୍ୟ ଠିକ ସେମିତି। ହିମା। ସତରେ ତମେ ନା ଦେଖିବାକୁ ଭାରି ସୁନ୍ଦରୀ। ସତରେ ହଁ ତୁମେ ସତରେ ଏଇ କଥା ତୁମ ମୁହଁରେ କହୁଛ? ହଁ ସତରେ କଣ ମୁଁ ଦେଖିବାକୁ ଭାରି ସୁନ୍ଦରୀ? ହଁ ହଁ ବାବା ହଁ ସତରେ ତମେ ନା ଦେଖିବାକୁ ଭାରି ସୁନ୍ଦରୀ। ଏ ବୀର ହଁ ମୁଁ ତ ମୋ ପରିଚୟ ଦେଇ ସାରିଛି। ହଁ ହଁ ଏଥର କହିପାରିବ କି ତୁମ ପରିଚୟ? ଆଚ୍ଛା ତମେ ତମେ ମଧ୍ୟ ମୋ ପରିଚୟ ଜାଣିବା ପାଇଁ ଚାହୁଁଛ? ହଁ କାହିଁକି କହିବିନି ଯେତେବେଳେ ତମେ ତମ ପରିଚୟ ମତେ ଦେଇ ସାରିଛ ମୁଁ ମୋ ପରିଚୟ କାହିଁକି ତମକୁ ଦେବିନି। କିନ୍ତୁ ଦେଖ ଅର୍ଚ୍ଚନା ମୋ ପାଖରେ ସମୟ କମ୍ ତ ସେଇଥିପାଇଁ ମୁଁ ତୁମକୁ ସଂକ୍ଷେପରେ କହିଦେଉଛି। ଠିକ ଅଛି ବୀର, ତାହେଲେ ଶୁଣ ମୋ ପରିଚୟ। ତାହେଲେ କୁହନ୍ତୁ ବୀର। ଦେଖ ମୋ ନାମ ହେଉଛି ଚନ୍ଦନ। ତୁମ ନାମ ହେଉଛି ଚନ୍ଦନ। ହଁ ଆଉ ଏଇ ସୁବର୍ଣ୍ଣପୁର ରାଜ୍ୟରେ ମୋରି ଘର। ଏଇ ସୁବର୍ଣ୍ଣପୁର ରାଜ୍ୟରେ ତୁମରି ଘର। ହଁ ଏଇ ସୁବର୍ଣ୍ଣପୁର ରାଜ୍ୟରେ ମୋରି ଘର। ପିତାଙ୍କ ନାମ ହେଉଛି ନାରାୟଣ ଦାସ ଆଉ ମାଙ୍କ ନାମ ହେଉଛି ମାଳତୀ। ଆଉ ଗୋଟେ କଥା ଜାଣିଛ ହଁ ମୁଁ ହେଉଛି ଜଣେ ସାମାନ୍ୟ ଗରିବ ଘର ବ୍ରାହ୍ମଣ ପୁଅଟିଏ। ଓ ମୁଁ କୌଣସି ରାଜପୁତ୍ର ନୁହେଁ, ମୁଁ ହେଉଛି ଜଣେ ସାମାନ୍ୟ ଗରିବ ଘର ବ୍ରାହ୍ମଣ ପୁଅଟିଏ। ଏ ହଁ ମୁଁ ନା ତୁମକୁ ଦେଖିଲା ପରଠୁ ମନେ ମନେ କଣ ଭାବିଥିଲି ଜାଣିଛ? କ'ଣ? ତୁମେ ଜଣେ ରାଜକୁମାର ବୋଲି ଭାବିଥିଲି। ଆଚ୍ଛା ହଁ କିନ୍ତୁ ମୁଁ ମୋ ପ୍ରକୃତ ପରିଚୟଟା କାହିଁ ତମ ଆଗରେ ଲୁଚେଇ ରଖିବି? ସେଇଥିପାଇଁ ସବୁ ତମ ଆଗରେ ସତ ସତ କହିଦେଲି। ଦେଖ ତମେ ତ ଜାଣିଛ ଏ କାଦମ୍ବିନୀ ଅରଣ୍ୟ ହେଉଛି ବହୁତ ଭୟଙ୍କର। ହଁ ତ ସମୟଟା ଢଳି ଢଳି ଅନେକ ହେଇସାରିଲାଣି। ଏବେ ଏବେ ତମେ ତମ ଘରକୁ ଚାଲିଯାଅ, ମୁଁ ମଧ୍ୟ ମୋ ଘରକୁ ଚାଲି ଯାଉଛି। ହେଲା ଅର୍ଚ୍ଚନା ଆଲୋ ବହୁତ ଖୁସି ଲାଗିଲା ତମ ସହିତ ଦେଖା ହେଇକି। ଏଥର ମୁଁ ଆସୁଛି, ମୋତେ ତମେ ବିଦାୟ ଦିଅ। ଏ ଏ ଚନ୍ଦନ ଆସନା। କ'ଣ ହେଇଛି ଅର୍ଚ୍ଚନା? ମୁଁ ଯାଉଥିବା ସମୟରେ ତମେ ମୋତେ ଏମିତି ପଛପଟୁ ଡାକିଲ କାହିଁକି? ଏ ହଁ ଯେତେବେଳେ ତୁମେ ସେଇ ପାପୀ ହାତରୁ ମୋ ସତୀତ୍ୱକୁ ବଞ୍ଚେଇଛ ହଁ ସେତେବେଳଠୁ ଦେଖିଲା ବେଳଠୁ ତୁମ ରୂପ ଗୁଣରେ ମୁଁ ପାଗଳ ହେଇଯାଇଛି। ଆଉ ତୁମକୁ ମୁଁ ମନେ ମନେ ଭଲ ପାଉଛି। କ'ଣ କହୁଛ? ତମେ ତମେ ପୁଣି ମୋତେ ଭଲ ପାଉଛ? ହଁ ପରା। ଆରେ ପ୍ରଥମ ଦେଖାରୁ ପ୍ରେମ? ଆରେ ନାଇଁ ରେ ବାବା, ଦରକାର ନାହିଁ ତମେ ଝିଅମାନଙ୍କ ପ୍ରେମ। କାହିଁକି ନା ତମ ଝିଅମାନଙ୍କ ପ୍ରେମ ମୁଁ ଅନେକ ଦେଖି ସାରିଛି। ପ୍ରଥମେ କହିବ ମୁଁ ତୁମକୁ ଭଲ ପାଉଛି, ତମ ପାଇଁ ଏହା କରିଦେବି ସେୟା କରିଦେବି, ଜୀବନ ଦେଇଦେବି। ଆଉ ପଛେ ଗୋଟେ ପର ପୁରୁଷ ଦେଖିଲେ ତମେ ତାଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଚାଲିଯିବ। ନା ନା ଏ ମୁଁ ସେମିତିକା ଝିଅ ନୁହଁ। ମୁଁ ହେଉଛି ଝିଅ ମୁଁ ଅଳସୀ 16 ବୟସୀ, ଯବାନୀ ମୁଁ କାକୁଡ଼ି କଷି। ଝିଅ ମୁଁ ଅଳସୀ 16 ବୟସୀ, ଯବାନୀ ମୁଁ କାକୁଡ଼ି କଷି। ତୁମେ ସିନା ମୋ ପ୍ରେମକୁ ଘୃଣା କରିଅଛ। ତୁମେ এই ଗାଁର ସମସ୍ତେ ଯିବେ ମୋ ପ୍ରେମରେ ଫସି। ଆଚ୍ଛା ତାମାନେ ମୁଁ ଏଠି ଯୋଉ ଲୋକ ଅଛନ୍ତି ସମସ୍ତେ ତମ ପ୍ରେମରେ ଯିବେ ଫସି। ହଁ ତ ହ୍ୟାଲୋ ଏ କ'ଣ ହେଲା? ସେଇ ପ୍ରେମ ପାଠ ମତେ ପଢାଅନି, କଥା ଟିକେ କହିବି ଶୁଣିବ। ଆଲୋ ରାଧାକୃଷ୍ଣ ଯେବେ ପ୍ରେମ କରୁଥିଲେ ହଁ ତ ସେ ପ୍ରେମର ଥିଲା ମାନ। ଆଲୋ ରାଧାକୃଷ୍ଣ ଯେବେ ପ୍ରେମ କରୁଥିଲେ ସେ ପ୍ରେମର ଥିଲା ମାନ। ଆଉ ଆଜିକାଲି ଝିଅ ଆଲୋ ତମ ଭଳି ଝିଅ ପ୍ରେମ କରୁଛନ୍ତି ଶଳା କୁକୁର ଠାରୁ ବିହୀନ। छी ତୁମେ ମୋ ପ୍ରେମକୁ କୁକୁର ଠାରୁ ହୀନ ବୋଲି କହିଦଉଛ। ଛି ରେ ମା, ତୁମେ କେମିତିକା ପୁରୁଷ କିଏ ଜାଣେ?
କହୁଛି ମୋ କଥାରେ ରାଜି ହେଇଯାଅ। ଆରେ ନାଇଁ ବାବା, ମତେ ଦରକାର ନାହିଁ ତମ ସେ ଭଡ଼ାଟିଆ ପ୍ରେମ। ମୁଁ ଯାଉଛି, ମୁଁ ଚାଲି ଯାଉଛି ମୋରି ଘରକୁ। ତମେ ଚାଲି ଯାଉ ତମରି ରାସ୍ତାରେ, ଆସୁଛି। ए प्रेम करी छे बोली गोरतिया खेली तोर ताली दिल में दे छे तते गो दीवाना खेली तोर दीवानी फल मुई पाई छे प्यार में करी छे हे गली दीवानी ए तोर पछे पछे पड़ी आए रे ए तोर पछे पछे पड़ी हेली ना दीवानी दीवानी ए मते लागी छे तोर मोहनी प्रेम करे छे बली करतिया हेली तोर ताली दिल में दे छे तते गदीवान हेली त दीवानी प्रेम करे छे फल में पाई छे प्रेम करे छे फल में पाई छे तते गदीवानी दीवानी मत लागी छे तोर मोहनी आई तो मत लागी छे तोर मोहनी ଆଲୋ ଏ କ'ଣ ହଉଛି ମ? ତମକୁ ଟିକେ ଲଜ୍ଜା ଲାଗୁନି? ए माँ प्रेम कले कौन लज्जा लगी भल पाइले कौन लज्जा लगी मो पर तुमको भल पाउछि ତମେ ମତେ ଭଲ ପାଉଛ, ମୁଁ ତୁମକୁ ନୁହଁ। ए मो पर तुमको भल पाउछि मो जीवन ठी भी अधिक भल पाउछि ए सोहल तर ए माया तमर जवानी मरा त भरा गो धन जवानी मरा त भरा सबने आखु छ सदरे आखुना के बेदा बापा हदारा गो सुन के बेदा बापा हदारा तोर बिने धना बामा विमाना तोर बिने जना बामा जवाना अपनी भरते मरते मुनी पछे पछे पड़ी तोर पछे पछे पड़ी हेली ना दीवानी दीवानी मत लागू छे तोर मोहनी तोर पछे पछे पड़ी हेली ना दीवानी दीवानी मत लागी छे तोर मोहनी हाय को मत लागी छे तोर मोहनी हाय को मत लागी छे तोर मोहनी
ତମେ ମତେ ଭଲ ପାଉଛ। ଆଲୋ ଏ ଅର୍ଚ୍ଚନା, କଣ ହେଲା? ଆରେ ଦେଖ, ଆରେ ତମେ ତ ହଉଛ ଜଣେ ରାଜା ଝିଅ, ହଁ ତ ଆଉ ମୁଁ ହଉଛି ଜଣେ ସାମାନ୍ୟ ଗରିବ ଘର ବ୍ରାହ୍ମଣ ପୁଅଟିଏ। ଆଲୋ ତମେ ଯଦି ମତେ ଭଲ ପାଇବ ତାହେଲେ ଦୁନିଆ ସାରା ଲୋକ ତମକୁ କଣ କହିବେ? ଆରେ ଦେଖ ରେ ଦେଖ, ଜଣେ ରାଜା ଝିଅ ହେଇ ଜଣେ ଗରିବ ବ୍ରାହ୍ମଣ ପୁଅକୁ ଭଲ ପାଉଛି, ଏହା କଣ ଭଲ ହବ? ପ୍ରେମରେ ଧନୀ ଗରିବ, ଜାତି ଅଜାତି, ଉଚ୍ଚ ନିଚ କିଛି ବି ନଥାଏ। କିଛି ବି ନଥାଏ। ଆଲୋ ଏ ମତେ କାହିଁ ଏତେ ଭଲ ପାଉଛ କହିଲ? ଆରେ ବାବା, କାହିଁକି ଭଲ ପାଉଛି? ତୁମକୁ ଦେଖିଲି, ତୁମ ରୂପ ଗୁଣକୁ ଦେଖିଲି, ଆଉ ମତେ ଭଲ ଲାଗିଗଲା, ସେଥିପାଇଁ ମୁଁ ତୁମକୁ ଭଲ ପାଉଛି। ଆରେ ଦେଖ ଦେଖ, ଆଲୋ ଏ ଅର୍ଚ୍ଚନା, ପାଓନା ଭଲ ମତେ ରୂପସୀ, ଯୋଗ୍ୟ ନୁହେଁ ମୁଁ ତୋର, ଅଟେ ମୁଁ ଜଣେ ବ୍ରାହ୍ମଣ ପୁଅ, ନୁହେଁ ରାଜକୁମାର, ଛାଡ଼ି ଦିଅ ପଥ ମୋର, ଯିବି ମୁଁ ମୋ ଘର। ପାଓନା ଭଲ ମତେ ରୂପସୀ, ପାଓନା ଭଲ ମତେ ରୂପସୀ, ଯୋଗ୍ୟ ନୁହେଁ ମୁଁ ତୋର, ଅଟେ ମୁଁ ଜଣେ ବ୍ରାହ୍ମଣ ପୁଅ, ନୁହେଁ ରାଜକୁମାର, ଛାଡ଼ି ଦିଅ ପଥ ମୋର, ଯିବି ମୁଁ ମୋ ଘର। ଛାଡ଼ି ଦିଅ ପଥ ମୋର, ଯିବି ମୁଁ ମୋ ଘର। ଆଲୋ ଏମିତି କାହିଁ ମୋ ଉପରକୁ ମାଡ଼ି ଯାଉଛ ମ? ଆରେ ବାବା, ମୁଁ ପରା ତୁମକୁ ଭଲ ପାଉଛି। ଭଲ ପାଉଛ? ହଁ। ଆଲୋ କଥା କୁମ ବୁଝ ନା, ଅବୁଝାଲୋ ହୁଅ ନା। କଥା କୁମ ବୁଝ ନା, ଅବୁଝାଲୋ ହୁଅ ନା, ସମୟ ନାହିଁ ମୋ ପାଖେ କଟାଳକୁ କର ନା। କେତେ କର ବାହାନା, କେତେ କର ବାହାନା, ବାମନ ହେଇ ଧରିବି କେମିତି ଏ ହାତେ ଚନ୍ଦ୍ରମା, ବାମନ ହେଇ ଧରିବି କେମିତି ଏ ହାତେ ଚନ୍ଦ୍ରମା।
एथर तुम कथारे राजी हो जाओ ना ए वीर आसना ए माँ कौन थकी पड़िल मो पर गोटे झील पिला है तुमको प्रेम भिक्षा करुछि तुम पुओ पिला है थकी जाउछ छीरे माँ अले सांग माने कौटी अचले सखी ए सांग शीघ्र शीघ्र असलो संगत ए बौला जानी ना से पापी हाथरू जने मते रक्षा करी लेला सखी नहिले मो सतीत्वटा नष्ट हो जाई थांता 17 किलो से जीवक जनक किए हेउछे जानिछ किए लो ए हां देखु न तुम पछपटे इमा 17 तो गोटी राजकुमार बोली देखा जाय अरे संग हिली जानिछ ना तांकु ना देखिला परठू मो मन प्राण देकी भल पाई बसिछि इमा 17 किलो ए हाँ तुम्हें खुशी कहीं के होछ से पूरा मो प्रेम को ग्रहण करू नहंती जेते कहिले भी मो प्रेम को अवमानना करिसंती 17 हां सेथि पई मो तुम मन को डाकी छिला संगत 17 तुम माने जाई के ताकू टिके बुझेई दियलो तकी बुझेई दियो ताले ठीक अछलो हां हां ए सुनचा अरे कौन है माँ कौन है जानिचा कौन है आम जेमा ना हाँ तुमको बहुत भल पाउछंती अच्छा तुम जेमा पुणी मते भल पाउछंती किंतु जाओ तुम जेमा को बुझे कि कहीदब मु तुम जेमा को भल पाएनी थेतरिका इमा अले भौणी हाँ भौणी एटा पोड़ा बाइगण कालो अले सुखिला भेंडी ए तमे होछ धला मुला अलो ए लोड़को जनी इमा देखिबा तो पूरा चुटी मुसा बोली आ केते कथा कहउची ए सुनचा ओह आमर जे मातम को पाऊ जन गो भरा कांगे करना दरा भल पाई जागो दूरा बंधु विदेशी वीरा मते मातम को पाऊ चंदो बड़ा मते मातम को पाऊ चंदो बड़ा भांडे कराना दरा भाई जागो रमान विदेशी वीरा भाई जागो दूरा बंधु विदेशी वीरा अरे माता रही लाना याऊ तुम
हम सोना मानो प्रेमी हमारा भाई जागो तेरा बंधु विदेशी दे जागो तेरा बंधु विदेशी ଆଲୋ ତମେ କ'ଣ ମ ଜଣେ ଅଜଣା ଅଚିହ୍ନା ପରଦେଶକୁ ଦେଖି କହୁଛ ଆମ ଜିମାକୁ ଭଲ ପାଇଯାଅ ବୋଲି हाँ ता ଏହା କ'ଣ ଠିକ? हाँ ଆଲୋ हाँ नहीं ଅଜଣା ଅଚିହ୍ନା ପୁଅକୁ ଦେଖି କହୁଛ ପାଉଛୁ ଭଲ ପ୍ରେମ ଡୋରିରେ ମୁଁ ବାନ୍ଧି ହେବିନି କରନି ମତେ ଜଞ୍ଜାଲ ଅଜଣା ଅଚିହ୍ନା ପୁଅକୁ ଦେଖି କହୁଛ ପାଉଛୁ ଭଲ ପ୍ରେମ ଡୋରିରେ ମୁଁ ବାନ୍ଧି ହେବିନି କରନି ମତେ ଜଞ୍ଜାଲ ଯାଅ କରି ମୋର କଥାକେ ବୁଝି ମୋଠୁ ସୁନ୍ଦର ପୁଅ ପାଇବ ଖୋଜି ଚାଲି ଯାଅ କରି ମୋର କଥାକେ ବୁଝି ମୋଠୁ ସୁନ୍ଦର ପୁଅ ପାଇବ ଖୋଜି ଲାଜ ସରମ ନାହିଁ ମୁହେଁ ତୁମର नहीं पाएगो चली जाओ तमे लो घर नहीं पाएलो चली जाओ तमे लो घर पाई जागो तेरा बंधु विदेशी ଆଲୋ हाँ ତମ ଜିମା କ'ଣ ସତରେ ମତେ ଭଲ ପାଉଛନ୍ତି? हाँ ता ଠିକ ଅଛି ତମେ ମାନେ ସମସ୍ତେ କହୁଛ ବୋଲି ମୁଁ ତମ ଜିମାକୁ ଭଲ ପାଇବି सतरे କିନ୍ତୁ ତା ବୋଲି ତମେ ଏହା ଭାବିବନି ଯେ ଏତେ ସହଜରେ ନୁହଁ ମ ଆଲୋ ମୁଁ ଯଦି ତମ ଜିମାକୁ ଭଲ ପାଇବି हाँ ତାହେଲେ ତମ ସମସ୍ତଙ୍କୁ ମୋ ସହିତ ଗୋଟେ ଖେଳ ଖେଳିବା ପାଇଁ ପଡ଼ିବ इमा की खेल କି ଖେଳ କହିବି हाँ ସେଇ ଖେଳର ନାଁ ହେଉଛି କବାଡି सतरे ଆରେ ହଁ ଦେଖ ଗୋଟିଏ ପଟରେ ରହିବ ତମେ 5 ଜଣ ଆଉ ଅନ୍ୟ ପଟରେ ରହିବି ମୁଁ ଏକୁଟିଆ এই କବାଡି ଖେଳରେ ତମେ ମାନେ ଯଦି ମୋତେ ହରାଇବ ତାହେଲେ ମୁଁ ତମ ଜିମାକୁ ନିଶ୍ଚୟ ଭଲ ପାଇବି ଆଉ এই ଖେଳରେ ତମେ ମାନେ ହାରିଗଲେ ମୁଁ ତମ ଜିମାକୁ ଭଲ ପାଇବିନି କହିଦେଉଛି सतरे ए ହଁ हेले हमर भी गोटे शर्त अछि କି ସର୍ତ୍ତ तमे जदि हारि जाओ
তাহলে ତମ ନାଁ ହେଲା ମୋଟୁ ହାତୀ। ଆଉ ତମେ ହାରିଗଲେ ତମ ନାଁ ହବ ଚମ୍କୁ ରାଧା। ତାହେଲେ ଠିକ ଅଛି ମୁଁ ତ ଏମିତିରେ ବି ଚମ୍କୁ ରାଧା ପରି ଦେଖାଯାଉଛି। ଆଚ୍ଛା ହଁ ତାହେଲେ ଯାଅ ତମ ଜେମାଙ୍କୁ ପଚାର ସେ କ'ଣ କହୁଛନ୍ତି। ତାହେଲେ ଠିକ ଅଛି ଏ ଜିମା ଆସಲು ଆସ। ଆରେ ସାଙ୍ଗ ଆଲୋ ଏ ଜିମା କ'ଣ ହେଲା ମ? ସେ ନା ଗୋଟେ ଖେଳ ଖେଳିବା ପାଇଁ କହୁଛନ୍ତି। ଏ ମ ଗୋଟିଏ ଖେଳ ଖେଳିବା ପାଇଁ କହୁଛନ୍ତି। ସେଇଟା ପୁଣି କି ଖେଳ ମ? ଏ ଜିମା କ'ଣ ହେଲା? ଖେଳଟାର ନାଁ ହେଲା କବାଡି ଖେଳ ଲୋ। କବାଡି ଖେଳ? ପୁଣି ଝିଅ ପିଲାଙ୍କ ସହିତ କବାଡି ଖେଳ ଖେଳିବେ? ହଁ ତ ସତରେ ଏ ସାଙ୍ଗ ହଁ ଏଇ ଖେଳରେ କ'ଣ ଆମେ ଜିତିଗଲେ ସେ ଆମ କଥାରେ ରାଜି ହେଇଯିବେ? ଆରେ ଜିମା ହଁ ସେ ହାରିଗଲେ ନା ଜାଣିଛ ଆମେ ଯଦି ଜିତିଯିବା ତାହେଲେ ସେ ତମକୁ ଭଲ ପାଇ ବାହା ହେବେ ଆଉ ହାରିଗଲେ ବାହା ହେବେନି ଲୋ। ସତରେ ହଁ ଏ ସାଙ୍ଗମାନେ ହଁ ତାହେଲେ ଆମେ ଯେମିତି ହେଲେ ବି ଜିତିବା ପାଇଁ ଚେଷ୍ଟା କରିବା। ହେଲେ ଠିକ ଅଛି ମୁଁ କହିଦେଉଛି। କହିଦିଅ ଲୋ କହିଦିଅ। ଏ ହଁ ଆମ ଜିମା ନା ତମ କଥାରେ ରାଜି। ରାଜି ତ ହଁ ତାହେଲେ ଖେଳଟା ଆରମ୍ଭ କରିବା। ଆଉ ହେଲେ ଏ ତମେ କୋଉ ପଟେ ଧରିବ? ମୁଁ ତ ରହିବି ଏଇପଟେ। ସତରେ ହଁ ହେଲେ ମୁଁ ନା ମଝିରେ ଗାରଟା ଟାଣି ଦେଉଛି। ଠିକ ଅଛି ତାହେଲେ